ଯାତ୍ରାଶ୍ରୀ ବିଶ୍ୱ ଦରବାର ନବକଳେବର ହେବ ଅଥଚ ଆମେ ଏ ବର୍ଷ ଆମର ଯେଉଁ କଣ୍ଟିନ୍ୟୁ କରୁଛନ୍ତି ଯେଉଁ କଳାକାର ଭାଇ ଭଉଣୀମାନେ ଆମେ ସେଥିରୁ ମ୍ୟାକ୍ସିମମ୍ ଛାଡ଼ି ଦେଉଛୁ କହିବାକୁ ଗଲେ ପାଖାପାଖି ପୁରା। ତେଣୁ ଆମେ ବଛା ବାଛ କଳାକାରଙ୍କୁ ସବୁ ନୂଆ କଳାକାରଙ୍କୁ ନେଉଛୁ, ଭଲ ରାଇଟରକୁ ନେଉଛୁ। ତତ୍ସହିତ ସାଜସଜ୍ଜାରେ ବି ପରିବର୍ତ୍ତନ ଅଣାଯିବାର ପ୍ଲାନିଂ ରହିଛି, ଯେଉଁଥିପାଇଁ ନବକଳେବରର କଥା କୁହାଯାଉଛି। ଖଣ୍ଡଗିରି କୁମ୍ଭମେଳା 2026 ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରା ଚାଲିଥିଲା। ଆମ ପାର୍ଟି ଯାତ୍ରାଶ୍ରୀ ବିଶ୍ୱ ଦରବାର ଲଗାତାର ଭାବେ ଆମେ ପ୍ରଥମ ଦିନରୁ ଶେଷ ଦିନ ଭିତରେ ଗୋଟିଏ ନାଟକ ଆମେ ମଞ୍ଚସ୍ଥ କରୁଛୁ, ଯାହାର ନାମ ବଦଲାମଗଳିର ବାର୍ତ୍ତା। ଆପଣ ଦୁଇଟା ପର୍ଯ୍ୟାୟରେ ଆପଣଙ୍କର 13-14ଟି ପାର୍ଟି ଅଂଶଗ୍ରହଣ କରିଥିଲେ। କିଛି ପାର୍ଟି ଭାଇରାଲ ପାର୍ଟି ମଧ୍ୟ ଥିଲେ, ବ୍ୟବସାୟିକ ସଫଳତା ସେମାନେ ପାଇଥିଲା ବେଳେ ଆମେ ମଧ୍ୟ ସେକେଣ୍ଡ ପର୍ଯ୍ୟାୟର ଆଜି ଶେଷ ଦିନ ଆମର ବି ହାଉସଫୁଲ୍ ହେଇଛି। କୌଣସି ଶ୍ରେଣୀର ଟିକଟ ନଥିଲା, ସରିଯାଇଥିଲା। ବ୍ୟବସାୟିକ ଅର୍ଥଠାରୁ ବହୁ ଖୁସି ଯେ ଖଣ୍ଡଗିରିରେ ଆପଣଙ୍କର ମାର୍କେଟରେ ଯେକୌଣସି ଜାଗାରେ ସବୁ ଜାଗାରେ ବିଶ୍ୱ ଦରବାର ନାଟକ ବହୁତ ଚର୍ଚ୍ଚା ହେଉଛି। ପ୍ରାୟ ଦର୍ଶକ ମହଲରୁ ଗୋଟିଏ କଥା ଶୁଣିବାକୁ ପାଉଛି, ବିଶ୍ୱ ଦରବାର ନାଟକ ବହୁତ ଟପ୍ ନାଟକ। ଯେଉଁ ଭାଇରାଲ ପାର୍ଟି ସବୁ ପ୍ଲେ କରି ଗଲେ ଅତ୍ୟଧିକ ପଇସା ହେଇଛି ତାଙ୍କର ସତ୍ୟ, କିନ୍ତୁ ନାଟକୀୟ ବା ରେକର୍ଡାଇଜ୍ ବା ମେଲୋଡ଼ି ବା ଅନ୍ୟାନ୍ୟ ସାଜସଜ୍ଜା ସେତେ ସେମାନେ ମାନ୍ୟତା ପାଇନାହାନ୍ତି। କିନ୍ତୁ ବିଶ୍ୱ ଦରବାର ସବୁ ଗୁଣର ସବୁ ବିଭାଗର ମାନ୍ୟତା ପାଇଛି। ସମସ୍ତେ ଦର୍ଶକମାନେ ଗ୍ରହଣ କରିଛନ୍ତି ବିଶ୍ୱ ଦରବାରକୁ। ସେଇଟା ମୋ ପାଇଁ ବହୁତ ଖୁସିର କଥା ଏବଂ ଆନନ୍ଦର କଥା। ଆଉ ଖଣ୍ଡଗିରି ତ ଆମେ ଯାତ୍ରା 13 ବର୍ଷ ହେଲା ଆମର ଯାତ୍ରା ପାର୍ଟି, ଆମେ ତ ପ୍ରତ୍ୟେକ ବର୍ଷ ଆସୁଛୁ ଲଗାତାର ଭାବରେ। ଏହି ମଞ୍ଚ ଯେଉଁ ଆଜି ଆମର ପ୍ଲେ ଚାଲିଛି, ଏଇଟା ଆମର ଦ୍ୱିତୀୟ ବର୍ଷ ଧରିକି ଆମେ ମଞ୍ଚରୁ ଯାତ୍ରା କରିବାର ସୁଯୋଗ ପାଇଛୁ। ଆଉ ଖଣ୍ଡଗିରି ମେଳା ଗୋଟେ ଆମ ଓଡ଼ିଶାରେ ସବୁଠାରୁ ବଡ଼ ମେଳା। ଖଣ୍ଡଗିରିରେ ଯେଉଁ ଯାତ୍ରା ପାର୍ଟି ପାର୍ଟିସିପେଟ୍ ନ କରେ ବା ଯାତ୍ରା କରିବାର ସୁଯୋଗ ନ ପାଏ, ପ୍ରାୟ ଓଡ଼ିଶାରେ ସବୁ ଜିଲ୍ଲାରେ ଯାତ୍ରା ଦର୍ଶକ ମହଲର ଗୋଟିଏ କଥା ଆସେ ଯେ ଯେଉଁମାନେ ଭଲ ପାର୍ଟି ନୁହନ୍ତି ଖଣ୍ଡଗିରିର ଯାତ୍ରା କରିବାର ସୁଯୋଗ ପାଇନଥାନ୍ତି, ଯେଉଁମାନେ ଭଲ ପାର୍ଟି ଖଣ୍ଡଗିରିର ସୁଯୋଗ କରନ୍ତି। ତେଣୁ ସେଇଟା ଗୋଟେ ବଡ଼ ବ୍ୟବସାୟିକ ସଫଳତା ଖଣ୍ଡଗିରି ଯାତ୍ରା ବିଜନେସ୍ ପାଇଁ। ଆଉ ଶାନ୍ତି ଶୃଙ୍ଖଳା ଭାବରେ ଯାତ୍ରା ହେଇଛି। ଆମର ବି ଭଲ ବିଜନେସ୍ କରିଛି ଯାତ୍ରା ବିଶ୍ୱ ଦରବାର। ଗୋଟେ ଦୁଇଟା ଦିନ ଟିକେ ନାଟକ ଦର୍ଶକ କହୁଛନ୍ତି ଯେ ନାଟକ ଏତେ ସୁନ୍ଦର ହେଇଛି ଯେ ଏହାର ପାର୍ଟ 2 ଆସିବ। ପାର୍ଟ ତୁଳସୀକୁ ପାର୍ଟ 2 ମାନେ ଏହାର ପାର୍ଟ 2 କିଛି ଅଛି କି? ଏତେ ସୁନ୍ଦର ଭାବେ ନାଟକର ଅଭିନୟ କରିଛନ୍ତି ମୋତେ। ନା, ନାଟକର ପାର୍ଟ 2ଟା ଦେଖନ୍ତୁ, ପାର୍ଟ 2 କଲେ ଆପଣ ଦର୍ଶକ ତାକୁ ଗ୍ରହଣ କରିବେ ନାହିଁ। ନାଟକ ଯେଉଁଟା ଥରେ ହେଲା ବଦଲାମଗଳିର ବାଦଶା, ସେ ବଦଲାମଗଳିର ବାଦଶା ସେ 2 ବର୍ଷ ଧରି ଚାଲିବ। ପାର୍ଟ 2 କଲେ ସେ ନାଟକର ୱେଟ୍ ରହିବନି। ଆଗାମୀ ବର୍ଷକୁ ପୁଣି ଆମେ ନୂଆ ନାଟକ କରିବୁ। 4ଟା ନାଟକ ଆମେ ଡିକ୍ଲେୟାର କରିଛୁ। ଆଜି ମଧ୍ୟ ଆମେ ପ୍ରଥମ ନାଟକ ରିହର୍ସାଲ୍ ଆମର ଡିକ୍ଲେୟାର କରିଛୁ ଯାତ୍ରାଶ୍ରୀ ବିଶ୍ୱ ଦରବାର। ଆମେ ନାଟକର ନାମ ରଖିଛୁ ପୁରା ବଛା ବଛା କଳାକାର। ସମ୍ପୂର୍ଣ୍ଣ ଷ୍ଟାରକାଷ୍ଟ ଆମେ ଦେଇପାରିନାହୁଁ, କାହିଁକିନା ଆମର ଜ୍ୟୋତିଷ କୃଷ୍ଟି ଅନୁସାରେ 10 ତାରିଖ ପରେ ଭଲ ଦିନ ଅଛି, ତାପରେ ଆମେ ସମ୍ପୂର୍ଣ୍ଣ ଭାବରେ ଷ୍ଟାରକାଷ୍ଟ ଦେବୁ। କିନ୍ତୁ ଏବେ ତ ଜଣଙ୍କ ନାଁ ଆମେ ଦେଇ ଆସିଛୁ, ଚର୍ଚ୍ଚିତ ଏବଂ ସୁନାମ ଅର୍ଜନ କରିଥିବା ଓଡ଼ିଶାରେ ଆଗ ଧାଡ଼ିର ନାୟକ ଗୌର ଦାସଙ୍କୁ ଆମେ ପାଇଛୁ ଏବଂ ସେଇଟା ଆମେ ଡିକ୍ଲେୟାର କରିସାରିଛୁ। ଆସନ୍ତା ବର୍ଷ ପ୍ରଥମ ନାଟକ ଆମେ ଆଜି ମଞ୍ଚରେ ଏବଂ ଏଲ୍ଇଡ଼ିରେ ଦେଖେଇଲୁ। ମଞ୍ଚରେ ବି ଆମର ଆନାଉନ୍ସମେଣ୍ଟ ବି କହିଲା
आमे आमर निजस्व आईडु मध्य छाड़ी सारूँ जीवन पथरे श्री जगन्नाथ ये नाटक एक भिन्न ऐतिहासिक चिंताधारा को लेकिन नाटक प्रस्तुत करा जाउची एवं सत्य घटना पर आधारित तेणु एठी भक्त एवं भगवान ये बाबद यही तथ्य को लेकिन वर्णना नाटक प्रस्तुत होउची निश्चित भाव में नाटक बहुत उच्चकोटीर हम सबू दर्शक आम प्रस्तुत करछू छोट पिलाठू आबल वृद्ध बनिता समस्ते नाटक उपभोग करेंगे यात्राश्री विश्वदरबार नाटकीय कौन प्रकार लग्नता कि आचरण कि उच्चारण भूल रखेनि सब आचरण उच्चारण एवं लग्नता विहीन नाटक आम कर से रेप फेप सीन थाए यथा संभव कौन निंदनीय घटना यात्राश्री विश्व दरबार मंच उपरे प्रदर्शन केवे करी नहीं आगामी दिन करिवो नहीं कहना आमे पार्टी जो नामकरण करूँ यात्राश्री विश्व दरबार ये हूँ विश्ववासी उद्देश्य यात्रापाटा जी भल नाटक प्रस्तुत करवा मध्य लोक भल नाटक देखिए एवं समाज परिवर्तन करिवारे बारे सुस्थ समाज गठन करिवारे नाटक माध्यम किसी रखी था जो जगन्नाथ जो नाटकटा आधारित से नाटक जो पौराणिक जो पोशाक से पोशाक किसी परिवर्तन निश्चित भाव में से परिवर्तन आम बहु रिसर्च पर चली आज दिन चली बहु बार राइटर डायरेक्टर सहित बसीचु से भी किसी तथ्य बड़ देवल प्रभु जगन्नाथ मंदिर जो पंडित मान अच्छा परामर्श भी नियाजिब परामर्श भी नियाजिब व्यवस्था भी रखा जाइए सत्य तथ्य ये दिखाई नाटक करा गोटे कथा आप कहली भक्त एवं भगवान ये विशेषकर नीति को लेकिन नाटक प्रस्तुति हम किंतु आमे पौराणिक ऐतिहासिक ये सबू तथ्य को लेकिन सामाजिक परिणत करा नाटक कहीं बर्तमान ऐतिहासिक व पौराणिक नाटक चलो नहीं दर्शक रिसीव करेंगे ना आम सामाजिक करूँ से प्रथा से तथ्य से नीति आधार नहीं करूँ नवकल यात्रा पार्टी रे जगतरनाथ जगन्नाथ महाप्रभु प्रत्येक 12 वर्षर सरी 9 वर्षर नवकलवर हुए यात्राश्री विश्व दरबार नवकलवर हम अथत आम एवर्ष आम जो कंटिन्यू कर जो कलाकार भाई भौणी मैंने आम से मैक्सिमम छाड़ी दूँ कहवाक गले पाखापाखि पूरा तेणु आम बछा बाछ कलाकार को सब नुआ कलाकार को नौचु भल राइटर को नौचु तत्सहित साजसज्जार भी परिवर्तन अणार प्लानिंग रही जो नवकलवर कथा कह दर्शक जोटा को ग्रहण कर दर्शक मानक आकर्षित करने यात्राश्री विश्व दरबार 26-27 वर्ष प्रस्तुति जारी रखी सबुठ बड़ कथा किसी यात्रा मालिक बर्तमान अच्छा कलाकार को भाइराल करके हाइलाइट होगा आपन मत खंडगिरी आसिले सब बाहर जो भाइराल कथा कहले नो डाउट यात्रा मालिकों भूमिका रोचे किंतु जहाँ भी कलाकार भाइराल होती जहाँ को भी कर यात्रा मालिक सबू सोशल मीडिया एवं गणमाध्यम को नहीं सोशल मीडिया गणमाध्यम न रही कहार की भाइराल करहबनी बा कहारी करिश्मा सबू दर्शक सबू जगार पहुँचे पार ना तेणु आड़ गोटे बड़ माध्यम आपण मैंने सोशल मीडिया बड़ माध्यम ये माध्यम रे ये यात्रा कलाकार ये सब आग को जाऊँ मालिक उद्देश्यमूलक व्यावसायिक सफल करिश्मा जारी रखुंट
ଧୀରେ ଧୀରେ ଆଗାମୀ ଦିନକୁ ଆଗାମୀ ବର୍ଷକୁ ପ୍ରାୟ ପାର୍ଟି ସମସ୍ତେ ପ୍ରସ୍ତୁତିର ଚିନ୍ତା କରୁଛନ୍ତି ଯେ ଆମ ପାର୍ଟି ବା ଆମ ନାଟକ କେମିତି ଭାଇରାଲ୍ ହେବ। ଆଉ ସେଥିରେ ସବୁବେଳେ ଲୋଡ଼ା ଆପଣମାନଙ୍କୁ ଗଣମାଧ୍ୟମ ସୋସିଆଲ ମିଡ଼ିଆ ନ ରହିଲେ କିଛି ଜିନିଷ ଆଗକୁ ଯାଇପାରିବ ନାହିଁ। କଳାର ମାଟି ବାଲେଶ୍ୱର ଜିଲ୍ଲା, ଭଦ୍ରକ, ଯାଜପୁର, ଜଗତସିଂହପୁର ଥିଲା। ଆଜି କିନ୍ତୁ ସବୁ ସାରା ଓଡ଼ିଶାର ସବୁ ଜିଲ୍ଲାରେ କଳାକାର ବାହାରିଲେଣି। ଆଜି ଆଉ ସେ କଥାଟାକୁ କହିବା ଅତି ସୁନ୍ଦର ହେବ ନାହିଁ। କିନ୍ତୁ ବାଲେଶ୍ୱର ଜିଲ୍ଲାରେ ଇତିହାସ କହୁଛି, ଯାତ୍ରା ଇତିହାସ ଯେ ବହୁତ ବଡ଼ ବଡ଼ କଳାକାର ଯେଉଁମାନେ ଯାତ୍ରାକୁ ସୃଷ୍ଟି କରିଥିଲେ ସେମାନେ ବାଲେଶ୍ୱର ଭଦ୍ରକ ମାଟିରେ। ତ ସେଇ ଜିଲ୍ଲାର ପାର୍ଟି ଆମ ଜିଲ୍ଲାରେ ବହୁତ ପୁରୁଣା ପାର୍ଟି ବାଘାଯତୀନ ଗଣନାଟ୍ୟ ଥିଲା, ସିଏ ଆଜିକା ଦିନରେ ବନ୍ଦ ହେଇଛି। ତାପରେ 2014 ଠାରୁ ଯାତ୍ରାଶ୍ରୀ ବିଶ୍ୱ ଦରବାର ବାଲେଶ୍ୱର ମାଟିର ଜନ୍ମ ନେଇକି ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଯାତ୍ରା ସବୁ ଜିଲ୍ଲାରେ କରୁଛି। ଏବେ 2 ବର୍ଷ ହେଲା ଆଉ ଗୋଟେ ବାଲେଶ୍ୱର ଜିଲ୍ଲାରେ ନୂଆ କରି ଗଢ଼ି ଉଠିଛି ଯାତ୍ରା ପାର୍ଟି ସିଂହ ବାହିନୀ। ତେଣୁ ଆଗାମୀ ଦିନରେ ବି ପୁଣି ଆମେ ଯେମିତି ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି କରିଅଛି, ମା ଆଉ ମାତୃଭୂମି ଏ ଦୁଇଟା ଗୋଟେ। ମାଠୁ ଯେଉଁଟା ମିଳିବ ମାତୃଭୂମିକୁ ସେଇଟା ମିଳିବ। ମାଆକୁ ଯେମିତି ଦେଖିବେ ମାତୃଭୂମିକୁ ସେମିତି ଦେଖିବେ। ତେଣୁ ଆମେ ଭାରତବର୍ଷର ଓଡ଼ିଶା ରାଜ୍ୟ ହେଲା ମୋ ମାଆର ରାଜ୍ୟ ଦେଶ। ତା ଭିତରୁ ବାଲେଶ୍ୱର ଜନ୍ମ। ମା ଯେଉଁଠି ଅଛି ସେ ଜିଲ୍ଲାଟା ବି ମା। ତେଣୁ ସେଇ ମାଟିରେ ଜନ୍ମ ନେଇଥିବା ଯାତ୍ରାଶ୍ରୀ ବିଶ୍ୱ ଦରବାର ସବୁବେଳେ ପ୍ରୟାସ ଜାରି ରଖିଛି ଏବଂ ଆଶା ବି ରଖିଛି ଯେ ଆଗାମୀ ବର୍ଷକୁ ନୂତନ କଳାକାର ବଛା ବଛା କଳାକାରମାନଙ୍କୁ ନେଇକି ଅତି ସୁନ୍ଦର ଭାବରେ ନାଟକ ପ୍ରସ୍ତୁତ କରିବୁ। ଯେଉଁ ନାଟକ ଆମେ ଦର୍ଶକମାନଙ୍କୁ ନାଟକ ମାଧ୍ୟମରେ ଖୁସି କରାଇବୁ। ସାଜସଜ୍ଜାଠୁ ଆରମ୍ଭ କରି ସବୁ ପ୍ରକାର ପ୍ରସ୍ତୁତି ଜାରି ରଖିଛୁ। ସତ ଚେଷ୍ଟା ରହିଛି, କଥାର ନୁହେଁ କାମର କରିକି ଆମେ ଦେଖେଇ ଆସୁଛୁ। ଯେବେଠୁ ଯାତ୍ରାଶ୍ରୀ ବିଶ୍ୱ ଦରବାର ସୃଷ୍ଟି ହେଇଛି କେତେବେଳେ ତଳକୁ ଡାଉନ୍ କରିବା ପାଇଁ ଦେଇନି ପାର୍ଟି। ଆପଣମାନେ ଜାଣିଛନ୍ତି, ସମସ୍ତେ ଜାଣିଛନ୍ତି। ପ୍ରତ୍ୟେକ ବର୍ଷ କଳାକାର ଯାହାକୁ ଷ୍ଟେଜ୍ରେ ରହୁଛି ଆମେ ବଢ଼େଇ ବଢ଼େଇ ଚାଲିଛୁ। ଆଗାମୀ ଦିନରେ ସେଇ ପ୍ରସ୍ତୁତି ଅଛି, ସେଇ ଇଚ୍ଛା ଅଛି। ନିଶ୍ଚିତ ଭାବରେ 2026-27 ଯାତ୍ରା ବିଶ୍ୱ ଦରବାର ପାଇଁ ବହୁତ ଭଲ ହେବ। ଆଉ ଦର୍ଶକ ଓଡ଼ିଶାରେ ସବୁ ଜିଲ୍ଲାରେ ଦର୍ଶକ ନୂଆ ପାର୍ଟି ହିସାବରେ ଯାତ୍ରାଶ୍ରୀ ବିଶ୍ୱ ଦରବାରକୁ ଭଲ ପାଇବା ସାରା ବହୁତ ଦେଇଛନ୍ତି ଏବଂ ଦେଉଛନ୍ତି। ଆଗାମୀ ଦିନରେ ବହୁତ ବଢ଼ିବ।